ସାଙ୍ଗମାନେ କେବେ ଭାବିଛନ୍ତି ଜଣେ କଳାକାର ମରିଯାଇ ପାରନ୍ତି କିନ୍ତୁ ତାଙ୍କ ଅଭିନୟ କେବେ ବି ମରେ ନାହିଁ। ଓଡ଼ିଆ ସିନେମାର ଏମିତି ଜଣେ କଳାକାର ଥିଲେ ଯାହାଙ୍କ ମୁହଁ ପରଦାରେ ଆସିଲେ ଦର୍ଶକଙ୍କ ଆଖି ଅଟକି ଯାଉଥିଲା। ସେ ହେଉଛନ୍ତି ବିଜୟ ମହାନ୍ତି। କିନ୍ତୁ ତାଙ୍କ ଜୀବନର ଏମିତି ଏକ ଦିଗ ଅଛି ଯାହା ହୁଏତ ଅନେକ ଲୋକ ଜାଣିନଥିବେ। ବିଜୟ ମହାନ୍ତି ଓଡ଼ିଆ ସିନେମାର ଜଣେ ଆଗଧାଡିର କଳାକାର ଥିଲେ। 1950 ମସିହା କେନ୍ଦ୍ରାପଡ଼ା ଜିଲ୍ଲାରେ ସେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ଅଭିନୟ ପ୍ରତି ତାଙ୍କର ଆଗ୍ରହ ଥିଲା। ପରେ ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ଅଭିନୟ ଶିକ୍ଷା ନେଇଥିଲେ। ନାୟକ ହୁଅନ୍ତୁ, ଖଳନାୟକ ହୁଅନ୍ତୁ କିମ୍ବା ଚରିତ୍ରର ଅଭିନେତା, ପ୍ରତ୍ୟେକ ଭୂମିକାକୁ ସେ ନିଜର ଅଭିନୟରେ ଜୀବନ୍ତ କରିଯାଉଥିଲେ। ବିଜୟ ମହାନ୍ତିଙ୍କ ସବୁଠାରୁ ବଡ଼ ପରିଚୟ ଥିଲା ତାଙ୍କର ଅଭିନୟ। ସେ କେବଳ ଡାଇଲଗ କହୁନଥିଲେ, ଚରିତ୍ରକୁ ଅନୁଭବ କରୁଥିଲେ। ସେଥିପାଇଁ ତାଙ୍କ ଅଭିନୟ ଆଜି ବି ଓଡ଼ିଆ ଦର୍ଶକଙ୍କ ମନରେ ରହିଛି। ଜଣେ କଳାକାର ପାଇଁ ଏହାଠାରୁ ବଡ଼ ସଫଳତା ଆଉ କ'ଣ ହୋଇପାରେ। 2020 ଜୁଲାଇ 20ରେ 70 ବର୍ଷ ବୟସରେ ବିଜୟ ମହାନ୍ତି ଏ ଦୁନିଆକୁ ବିଦାୟ ଦେଇଥିଲେ। ତାଙ୍କ ଦେହ ଆଜି ଆମ ମଧ୍ୟରେ ନାହିଁ, କିନ୍ତୁ ତାଙ୍କ ଅଭିନୟ ସେ ଆଜି ବି ଜୀବନ୍ତ। କୁହାଯାଏ ମଣିଷ ଚାଲିଯାଏ, ସମୟ ବିତିଯାଏ, କିନ୍ତୁ ମହାନ କଳାକାର କେବେ ଶେଷ ହୁଏ ନାହିଁ। ବିଜୟ ମହାନ୍ତି ମଧ୍ୟ ଆମଠାରୁ ଚାଲିଗଲେ, ହେଲେ ଓଡ଼ିଆ ସିନେମାର ପରଦାରେ ତାଙ୍କ ଚରିତ୍ରରେ ତାଙ୍କ ସ୍ମୃତି ସେ ସବୁବେଳେ ବଞ୍ଚି ରହିବେ। ପରଦାରେ ଯିଏ ହଜାର ଚରିତ୍ରକୁ ଜୀବନ ଦେଉଥିଲେ, ଆଜି ସେ ନିଜେ ଏକ ଚରିତ୍ର ହୋଇ ଓଡ଼ିଆ ସିନେମା ଇତିହାସରେ ବଞ୍ଚି ରହିଛନ୍ତି। ସେ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ କଳାକାର ବିଜୟ ମହାନ୍ତି। ତେବେ ଆପଣଙ୍କୁ ଭିଡ଼ିଓ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ। ଆଉ ଏଭଳି ନୂଆ ନୂଆ ଭିଡ଼ିଓ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବେ।